ପ୍ରବଳ ଗ୍ରୀଷ୍ମ ସତ୍ତ୍ୱେ ବରଗଡ଼ ସଂସଦୀୟ କ୍ଷେତ୍ରରେ 75.97% ମତଦାନ ହୋଇଛି। ଜିଲ୍ଲା ପ୍ରଶାସନର ସୂଚନା ଅନୁସାରେ ବରଗଡ଼ ବିଧାନସଭା ମଣ୍ଡଳୀରେ 74.20, ଅତାବିରା ନିର୍ବାଚନ ମଣ୍ଡଳୀରେ 74.0% ମତଦାନ ହୋଇଥିଲା। ସେହିପରି ଭଟଲିରେ ସର୍ବାଧିକ 79.23% ଭୋଟ ଦେଇଥିଲେ। ବିଜେପୁର ନିର୍ବାଚନ ମଣ୍ଡଳୀରେ 77.20% ମତଦାନ ହୋଇଥିଲା। ପଦ୍ମପୁରରେ 75.12, ପ୍ରୟାଗନଗର ନିର୍ବାଚନ ମଣ୍ଡଳୀରେ 75.02 ଏବଂ ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ 78.50 ମତଦାନ ହୋଇଥିଲା। ଚଳିତ ନିର୍ବାଚନରେ ନବାଗତ ଭୋଟରଙ୍କ ସହ ମହିଳା ଭୋଟର ସକାଳୁ ଭୋଟ ଗ୍ରହଣ କେନ୍ଦ୍ରରେ ଲମ୍ବା ଲାଇନରେ ଛିଡ଼ା ହୋଇଥିବା ଦେଖିବାକୁ ମିଳୁଥିଲା। ଜିଲ୍ଲାରେ ଅବାଧ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ କରିବା ଲାଗି ଜିଲ୍ଲା ପ୍ରଶାସନର ପ୍ରସ୍ତୁତି କରାଯାଇଥିଲା। ସୂଚନା ଅନୁସାରେ ଜିଲ୍ଲାର ସର୍ବମୋଟ 1397 ମତଦାନ କେନ୍ଦ୍ର ମଧ୍ୟରୁ 82 ଗୋଟି ସଖୀ ବୁଥ୍ କେନ୍ଦ୍ର, 5 ଗୋଟି ଭିନ୍ନକ୍ଷମ ପରିଚାଳିତ ବୁଥ୍, 25 ଗୋଟି ଯୁବକ ପରିଚାଳିତ ବୁଥ୍, 14 ଗୋଟି ଇକୋ ଫ୍ରେଣ୍ଡଲି ବୁଥ୍ ଏବଂ 14 ଗୋଟି ଏଥନିକ୍ ପୋଲିଂ ଷ୍ଟେସନରେ ଭୋଟ ଗ୍ରହଣ ହୋଇଥିଲା। ବରଗଡ଼ରୁ ସତ୍ୟନାରାୟଣ ପ୍ରଧାନଙ୍କ ରିପୋର୍ଟ। ଉପସ୍ଥାପନା ବୀରେନ୍ଦ୍ର କୁମାର ପାଣିଗ୍ରାହୀ। ନମସ୍କାର। ନିର୍ବାଚନ ବିକାଶ କ୍ଷେତ୍ରରେ ବହୁତ ଆଗକୁ ଯାଇଛି ଏବଂ ଆପଣ ଦେଖିଥିବେ 2015 ନିର୍ବାଚନରେ ସବୁଠୁ ଅଧିକ ସଂଖ୍ୟକ PS ମେମ୍ବର, ସରପଞ୍ଚ, ଗୋଟେ ଜିଲ୍ଲା ପରିଷଦ ଓଡ଼ିଶାର ହାର୍ଟ କଣ୍ଟେଷ୍ଟ ହେଇଥିଲେ, ଯେଉଁଟାକି ଜନସାଧାରଣଙ୍କ ଆଶୀର୍ବାଦ ଏବଂ ଭୋଟ ପାଇବା ତାର ସୂଚକ। ବିରୋଧୀ ଦଳ ଅନେକ ଜାଗାରେ ନମିନେସନ୍ ବି ହୋଇନଥିଲେ, ତାଙ୍କର ସାହସ ହେଇନଥିଲା ଯେ ଭୋଟ ହାରିଯିବ ବୋଲି ନମିନେସନ୍ କଲେନି ଏବଂ ଆମର ଭୋଟ ପ୍ରତିଶତ ସବୁବେଳେ ବଢ଼ୁଛି। 2009ରେ 60 ଥିଲା, 2014ରେ 75,000 ପାଇଥିଲି, 2019ରେ 69,000 ପାଇଥିଲି ଏବଂ ବିଗତ ପଞ୍ଚାୟତ ନିର୍ବାଚନରେ 113,000 ଭୋଟ 6ଟା ଜିଲ୍ଲା ପରିଷଦ ଆଉ ଗୋଟେ ଅନୁପଞ୍ଚାୟତ ଥିଲା। ଆଉ ଭାରତୀୟ ଜନତା ପାର୍ଟି 48,000 ଭୋଟ ପାଇଥିଲା। ବର୍ତ୍ତମାନ ତାଠୁ ସ୍ଥିତି ଆହୁରି ଅଧିକ ଭଲ ଅଛି ଏବଂ ବହୁତ ମାର୍ଜିନରେ ବିଜୁ ଜନତା ଦଳ ଭୋଲି ନିର୍ବାଚନରେ ବିଜୟ ଲାଭ କରିଛି। କୋଉଠି ନା କୋଉଠି ଯଦି ଦେଖିବା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଲୋକଙ୍କର ଭଲ ପାଇବା ଅଛି, ସୁଶାନ୍ତ ସିଂଙ୍କ ପ୍ରତି ଲୋକଙ୍କର ଗଭୀର ଶ୍ରଦ୍ଧା ରହୁଛି ସବୁବେଳେ। ତେଣୁକରି ଏ ପ୍ରକାର ବିଜୟ ରୀତିମତ ଭାବରେ ଗୋଟେ ରିପିଟ୍ ହେଉଛି। ଏଥରର ବିଜୟ କେତେ ପରସେଣ୍ଟ ଅଧିକ ଆଶା କରୁଛନ୍ତି? ଦେଖନ୍ତୁ, ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ ବହୁତ ଗୁଡ଼ିଏ ଦାୟିତ୍ୱ ଦେଇଥିଲେ, କିନ୍ତୁ ମୋର ସ୍ୱାର୍ଥ ଖରାପ ଯୋଗୁଁ ଲୋକଙ୍କୁ ଡକେଇକି ଅଲଗା ନିର୍ବାଚନର ଏଠି ମୁଁ ମ୍ୟାନେଜମେଣ୍ଟ କରୁଛି ଏବଂ ତାଙ୍କର ଆଶୀର୍ବାଦ ଯୋଗୁଁ ବହୁତ କ୍ଷେତ୍ରରେ ଆମକୁ ଅଧିକା ଅନୁଦାନ ଦେଇଛନ୍ତି, ଯେଉଁଠି ରୋଡ଼, ରାସ୍ତା, ଗମନାଗମନ, ଜଳସେଚନ, ଶିକ୍ଷା, ସ୍ୱାସ୍ଥ୍ୟ ସବୁଥିରେ ଆମର ଦେଖିବେ ବରଗଡ଼ ଜିଲ୍ଲା ଟପ୍ 5ରେ ଅଛି ଏବଂ ଭୋଲି ନିର୍ବାଚନରେ ହାଇସ୍କୁଲର ରିଜଲ୍ଟ ଯୋଗୁଁ ଏଇଟା ସମ୍ଭବ ହୋଇପାରିଛି ଏବଂ ଟପ୍ 10ରେ କମୁଆ କଲେଜ ବି ଅଛି। ଆମର ଓଡ଼ିଶାର ସବୁ କ୍ଷେତ୍ରରେ ଭୋଲି ଆଗଉଛି ଏବଂ ଆଗାମୀ 5 ବର୍ଷ ଭିତରେ ଆହୁରି ମଧ୍ୟ ଲୋକଙ୍କର ସେବା ଆମେ ସବୁବେଳେ ଦିନ ରାତି କରୁଛୁ। ଆଗକୁ ଲୋକଙ୍କର ଆଶୀର୍ବାଦ ଆମ ଉପରେ ଅଛି ଏବଂ ସବୁବେଳେ ଏମିତି ଲୋକଙ୍କୁ ସେବା କରୁଛି। ନିର୍ବାଚନ ଗଣିତରେ ସୁଶାନ୍ତ ସିଂଙ୍କର ଆକଳନକୁ ଗୁରୁତ୍ୱ ଦିଆଯାଇଥାଏ ଅନେକ ସମୟରେ। ବର୍ତ୍ତମାନ ସମୟରେ ଯେଉଁ ଏହି ସାଧାରଣ ନିର୍ବାଚନ ଚାଲିଛି, ଏଥରରେ ବିଜେଡି ଦଳର ଓଭରଅଲ୍ ପରଫର୍ମାନ୍ସ କ'ଣ ରହିବ? ଦେଖନ୍ତୁ, ମୁଁ ତ 6 ମାସ ଆଗରୁ 125 କହିଥିଲି ଏବଂ କିଛି ଜାଗାରେ ଓଲଟ ପାଲଟ ଯୋଗୁଁ 110ଟା ଉପରେ ସିଟ୍ ବିଜୁ ଜନତା ଦଳ ଜିତିବ ନିଶ୍ଚିତ ଏବଂ 7ଥ ଥର ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାୟିତ୍ୱ ନେବେ ଏବଂ 9 ତାରିଖରେ ଶପଥ ଗ୍ରହଣ ସେ କରିବେ। ଥ୍ୟାଙ୍କ ୟୁ।